जय श्री जगन्नाथ भाई मैंने सर्वप्रथमे गुरुदेव गणपति और जगदम्बा को प्रणाम करी आज आम आमर पंचांग सेशन आरंभ करियो पंचांग सेशन क्रम आज आम पढ़िया पक्षरंध्र गुड़ाक पक्षरंध्र तिथि गुड़ाक सबु शुभ कर्म त्याज्य को शुभ कर्म त्याज्य सेगुड़ाक मुझे जनइबी चलते आग मुझे जो 48टा पढ़ई से 48टार आ गोटे जिनस मुझे छाड़ी जाइली सेटा पक्षरंध्र एत जिनस अच्छी जे माने मन रखा चाहिए मन रोनी ଆଉ ଯେତେ ଖାତାରେ ନୋଟ କଲେ ବି କିଛି ନା କିଛି ମାନେ ଛାଡି ଯାଇଛି। ତେଣୁ ମୁଁ ଏଇଆ କହୁଥିଲି ଯେ ଆଜି ଆମେ ପଢିବା ପକ୍ଷରନ୍ଧ୍ର ଯୋଉଟା କି ସବୁ ଶୁଭ କର୍ମରେ ତ୍ୟାଜ୍ୟ। ତ ଚାଲନ୍ତୁ ଆଜି ଜାଣିବା ପକ୍ଷରନ୍ଧ୍ର ମାନେ କଣ ଆଉ ସେଇଟା କଣ ପାଇଁ କି ତ୍ୟାଜ୍ୟ। ପକ୍ଷ ରନ୍ଧ୍ର ରନ୍ଧ୍ର ମାନେ ହେଲା କଣା ଛିଦ୍ର ଠିକ ଅଛି। ପକ୍ଷରନ୍ଧ୍ର ତିଥି ଗୁଡାକ କୋଉ କୋଉ ଗୁଡାକ ନା ପକ୍ଷରନ୍ଧ୍ର ତିଥି ଗୁଡାକ ହଉଛି ଚତୁର୍ଥୀ ଷଷ୍ଠୀ ଅଷ୍ଟମୀ ନବମୀ ଦ୍ୱାଦଶୀ ଚତୁର୍ଦ୍ଦଶୀ ମୁଖ୍ୟତଃ ରିକ୍ତା ତିଥି ଗୁଡାକ ଯୋଉ ରହିଲା ଚତୁର୍ଥୀ ନବମୀ ଆଉ ଚତୁର୍ଦ୍ଦଶୀ ତଥା ନନ୍ଦା ତିଥିର ଷଷ୍ଠୀ ଅଷ୍ଟମୀ ଦ୍ୱାଦଶୀ ଏଇ ଏହି ତିଥି ଗୁଡିକର ଚତୁର୍ଥୀର ଆଠ ଷଷ୍ଠୀର 9 ଅଷ୍ଟମୀର 14 ନବମୀର 25 ଦ୍ୱାଦଶୀର 10 ଚତୁର୍ଦ୍ଦଶୀର 5 ଘଟି ଯଦି ବି କୌଣସି ଶୁଭ କର୍ମ କରିବାକୁ ଥାଏ ତାହେଲେ ଚତୁର୍ଥୀର 8 ଘଟି ଛାଡିଦବ ଷଷ୍ଠୀର 9 ଘଟି ଛାଡିଦବ ଅଷ୍ଟମୀର 14 ଘଟି ଛାଡିଦବ ନବମୀର 25 ଘଟି ଛାଡିଦବ ଦ୍ୱାଦଶୀର 10 ଘଟି ଛାଡିଦବ ଚତୁର୍ଦ୍ଦଶୀର 5 ଘଟି ଛାଡିଦବ। ଠିକ ଅଛି। ତ ଏ ଘଟି କଣ ତାର କାଲକୁଲେସନ କଣ ମୁଁ ତ ଧୀରେ ଧୀରେ ପଢେଇବି ସବୁ ଇଏ ପଢେଇଲା ବେଳେ ହଁ। ତେଣୁ ଏଇ ତିଥିରେ ଯଦି କୌଣସି ଶୁଭ କାମ କରିବାକୁ ଥାଏ ତାହେଲେ କରାଯାଇ ପାରିବ କିନ୍ତୁ ଚତୁର୍ଥୀର 8 ଘଟି ଛାଡିଦବ ଷଷ୍ଠୀର 9 ଘଟି ଛାଡିଦବ ଅଷ୍ଟମୀର 14 ଘଟି ଛାଡିଦବ ନବମୀର 25 ଘଟି ଛାଡିଦବ ଦ୍ୱାଦଶୀର 10 ଘଟି ଛାଡିଦବ ଚତୁର୍ଦ୍ଦଶୀର 5 ଘଟି ଛାଡିଦବ। ଘଟି କହିଲେ ମୁଁ ଗୋଟେ ଖାଲି ତମକୁ ବୁଝେଇ ଦଉଛି ଘଟି ମାନେ ହଉଛି ଆପ୍ରୋକ୍ସିମେଟଲି ଆନୁମାନିକ 24 ମିନିଟ ତାହେଲେ ଚତୁର୍ଥୀର କୋଉ କୋଉ ସମୟଟା କରାଯାଇ ପାରିବ ନାହିଁ ନା ଚତୁର୍ଥୀ ଆରମ୍ଭ ହବାର 24x8 ଯେତିକି ସମୟ ହବ ସେତିକି ସମୟ ଛାଡିକି ଅନ୍ୟ ଶୁଭ କାମ କରାଯାଇ ପାରିବ। ଷଷ୍ଠୀର 9 ଘଟି 24x9 ସେତିକି ମିନିଟ ଛାଡି ଦେଇକି କାମ କରାଯାଇ ପାରିବ। ଏଇଭଳି ଭାବରେ ଦ୍ୱାଦଶୀ ତିଥି ହେଲା ଦ୍ୱାଦଶୀରେ 10 ଘଟି ଛଡା ହବ ତାହେଲେ ଦ୍ୱାଦଶୀ ତିଥି ଆରମ୍ଭ ହଉ 240 ମିନିଟ ଛାଡି ଦେଇକି ତାପରେ ତମେ କାମ ଆରମ୍ଭ କରିବ। ବୁଝିପାରିଲ। ଆଜିର ଭିଡିଓରେ ଆମେ ଜାଣିଲେ ପକ୍ଷରନ୍ଧ୍ର କଣ ପକ୍ଷରନ୍ଧ୍ରରେ କୋଉ କୋଉ ତିଥି ଗୁଡିକ ଯାଉଛି ସେଇ ପକ୍ଷରନ୍ଧ୍ରର କୋଉ କୋଉ ତିଥି ଗୁଡିକର କେତେ ସମୟ ଛାଡିକି ଶୁଭ କର୍ମ କରାଯାଇପାରେ। ତ ଆଜିର ସେସନରେ ଆମେ ଏଇ ଜିନିଷଟି କ୍ଲିୟର ହେଲେ ଘଟି ମାନେ ହଉଛି ଆପ୍ରୋକ୍ସିମେଟଲି 24 ମିନିଟ୍ସ ଯେତିକି ଘଟି ଏଠି ଲେଖା ଯାଇଛି ସେତିକି 24ରେ ଗୁଣିଦବ ସେତିକି ଶୁଭ ସମୟ ଶୁଭ କର୍ମ ଯଦି କରିବାର ଥିବ ସେତିକି ସମୟ ଛାଡିଦବ। କ୍ଲିୟର।
ତ ଆଜିର ସେସନ ଆମେ ଜାଣିଲେ ପକ୍ଷରନ୍ଧ୍ର କଣ, ଯେହେତୁ ସେଇଟା ପକ୍ଷରନ୍ଧ୍ର ଇନସ୍ପିସିୟସ୍, ଅମଙ୍ଗଳ ଜନିତ ସମୟ, ସେଥିପାଇଁ ସେଟାକୁ ଛାଡିଦବା ଉଚିତ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।